ନା ଆମର ଆଲୋଚନା ହେଇଯାଇଛି ଏବଂ ପ୍ରଥମ ପର୍ଯ୍ୟାୟ ଦ୍ୱିତୀୟ ପର୍ଯ୍ୟାୟ ଏସ୍ଓପି ଆମେ ଜାରି କରି ସାରିଛୁ। ଗ୍ରୀଷ୍ମ ପ୍ରବାହ ସମୟରେ ଏବେ ସ୍କୁଲମାନେ ମଧ୍ୟ ସକାଳ ସ୍କୁଲ ହେଇଗଲାଣି ଏବଂ ତାର ସାଙ୍ଗରେ ସାଙ୍ଗରେ ଯେଉଁ ରାଜ୍ୟର ଏସ୍ଓପି ଜାରି ହେଇଛି ସେ ଏସ୍ଓପି ସହିତ ଜିଲ୍ଲା କଲେକ୍ଟରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଛୁ ଯେ ଏ ଯେଉଁ ସାଧାରଣ ଏସ୍ଓପି ରାଜ୍ୟ ପାଇଁ ଜାରି ହେଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା କରିବା ପାଇଁ ଏବଂ ହିଟ୍ ୱେଭ୍ରୁ ତାଙ୍କୁ ଦୂରରେ ରଖିବା ପାଇଁ ଆଉ ଯାହା ପଦକ୍ଷେପ ମଧ୍ୟ ସେମାନେ ନେଇପାରିବେ। ଯେଉଁ ଯେଉଁ ଜାଗାରେ ଅଧିକ କିଛି କଟକଣାର ଆବଶ୍ୟକତା ଅଛି ତାକୁ କରିବା ପାଇଁ ମଧ୍ୟ ଆମେ ଜିଲ୍ଲାପାଳମାନଙ୍କୁ ଅଧିକୃତ କରିଦେଇଛୁ। ଇଏ କ୍ରମରେ ଯେଉଁଭଳି ଭାବରେ ଜଳବାୟୁର ପରିବର୍ତ୍ତନ ସାରା ପୃଥିବୀରେ ହେଉଛି ତାର ମଧ୍ୟ ପ୍ରତିଫଳନ ଆମେ ଭାରତବର୍ଷରେ ଏବଂ ଓଡ଼ିଶାରେ ଦେଖୁଛୁ। ରାଜସ୍ଥାନ ଭଳିଆ ରାଜ୍ୟରେ ତ 46 ଡିଗ୍ରୀ ପାର ହେଇଗଲାଣି। ସେ କ୍ରମରେ ଆମେ ଟିକେ ପଛରେ ଅଛୁ କିନ୍ତୁ ଆକୁ ଆହୁରି ତାପମାତ୍ରା ବଢ଼ିପାରେ। ଗୁଡ଼ିଏ ଜିଲ୍ଲାରେ ହିଟ୍ ଷ୍ଟ୍ରୋକ୍ର ମଧ୍ୟ ଅଭିଯୋଗ ଆମ ପାଖକୁ ଆସିଛି ଏବଂ ସେମାନଙ୍କର ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଯତ୍ନ ନେଉଛି ଏବଂ ଆମେ ମଧ୍ୟ ତାକୁ ଫଲୋଅପ୍ କରୁଛୁ ଯେମିତି ସମସ୍ତେ ଅଂଶୁଘାତରେ ପୀଡ଼ିତ ନ ହେବେ ଏବଂ ଯିଏ ପୀଡ଼ିତ ହେବ ତାକୁ କେମିତି ସାଙ୍ଗେ ସାଙ୍ଗେ ଆମେ ଆଟେଣ୍ଡ କରିପାରିବୁ। ସବୁ PSC CSCରେ ମଧ୍ୟ ଅଂଶୁଘାତକୁ ନେଇକରି ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି ଏବଂ କିଛି ଲୋକ ଆରୋଗ୍ୟ ହୋଇକରି ଫେରି ସାରିଲେଣି। ଇଏ କ୍ରମରେ ଶିକ୍ଷା ବିଭାଗ, ଶ୍ରମ ବିଭାଗ ଏବଂ ବାକି ସମସ୍ତ ବିଭାଗ ଯେଉଁ ବିଭାଗର ଏଥିରେ ଛୋଟ ବଡ଼ ଭୂମିକା ରହିବା କଥା ତାଙ୍କ ସାଙ୍ଗେ ଆମେ ଯୋଗାଯୋଗରେ ଅଛୁ। ଶ୍ରମ ବିଭାଗର ମଧ୍ୟ କ୍ଲିଅର ଡିରେକ୍ଟିଭ୍ ଅଛି ଯେ କୌଣସି କନଷ୍ଟ୍ରକ୍ସନ୍ କାମ 11ଟା ପରେ 3ଟା ପର୍ଯ୍ୟନ୍ତ ହେବ ନାହିଁ। ଯେଉଁମାନେ ଖଣି ଖଦାନରେ ମଧ୍ୟ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶାବଳୀ ଦିଆହେଇଛି ଏବଂ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଯେ ୟାକୁ କଡ଼ାକଡ଼ି ଭାବରେ ପାଳନ କରିବେ। ମଣିଷର ଜୀବନର ମୂଲ୍ୟ ନାହିଁ। ଅମୂଲ୍ୟ ଜୀବନକୁ ରକ୍ଷା କରିବା ପାଇଁ ଯାହା ଯାହା ଏସ୍ଓପି ରାଜ୍ୟ ତରଫରୁ ଜାରି ହେଇଛି ତାର ବାହାରେ ମଧ୍ୟ ଜିଲ୍ଲାପାଳମାନେ ଅଧିକୃତ ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସ୍ଓପି ମଧ୍ୟ ଜାରି କରିପାରିବେ।